ଖରାର କୋପ ସିନା ଆମକୁ ଅସ୍ତବ୍ୟସ୍ତ କରିଦଉଛି, ହେଲେ ବାଡି ବଗିଚାରେ ହେଉଥିବା ଏଇଭଳି କିଛି ଫଳ ଫୁଲକୁ ଦେଖିଲେ ମନ ପୁରା ପୁରିଯାଏ। ଭିଡିଓରେ ଦେଖୁଥିବା ଏଇ ଆମ୍ବ ପ୍ରଜାତିର ନାମ ହଉଛି ମଲ୍ଲିକା, ଯାହାକି ଆମ ସମସ୍ତଙ୍କର ଫେଭରାଇଟ। ମଲ୍ଲିକାକୁ ଛାଡିଦେଲେ ଆହୁରି 4-5 ଭେରାଇଟିର ଆମ୍ବ ମଧ୍ୟ ଆମ ବାଡିରେ ଫଳେ। ଖରା ଦିନେ କୋବି ଚାଷ କରିବା ମାର ଏ ବର୍ଷର ନୂଆ ଏକ୍ସପେରିମେଣ୍ଟ। ବାଡିରେ ଆମର ସୁନ୍ଦର ସୁନ୍ଦର କଖାରୁ ଅନେକ ହେଇଛି, ଯାହାର ନମୁନା ଆପଣଙ୍କୁ ମୁଁ ଏଠି ଗୋଟେ ଦେଖେଇଲି। ଆଉ ଏଇ ଖରା ଦିନେ ଆମ ବାଡିର ଶୋଭାବର୍ଦ୍ଧନ କରୁଥିବା ଫଳମାନଙ୍କ ମଧ୍ୟରେ ସପୁରୀ ଆଉ ପିଜୁଳି ଅନ୍ୟତମ। ଡାଳିମ୍ବ ମହାଶୟ ଏଇ ବର୍ଷ ନୂଆକିରି ହେଇଛନ୍ତି, ଦେଖାଯାଉ କଣ ହଉଛି। ଚଉରା ପାଖରେ ଫୁଟୁଥିବା ରଜନୀଗନ୍ଧା ଓ ମଲ୍ଲି ଫୁଲର ସୁବାସ ଇଚ୍ଛା ନଥିଲେ ମଧ୍ୟ ସେ ଗଛ ପାଖରେ ଦଣ୍ଡେ ବସିବା ପାଇଁ ଆକର୍ଷିତ କରେ। ଆଡେନମ ଏବଂ କାଗଜ ଫୁଲର ସୌନ୍ଦର୍ଯ୍ୟ ମଧ୍ୟ କୌଣସି ଗୁଣରେ କମ ଦିଶେନି। ଏ ବର୍ଷର ମୁଣ୍ଡଫଟା ଖରାରେ ଆମ ବାଡିକୁ ସରସ ସୁନ୍ଦର ଏବଂ ସବୁଜ କରି ରଖିବାରେ ଆମ ଭାଇନାଙ୍କର ଗୁରୁତ୍ୱ ସବୁଠାରୁ ଅଧିକ। ଆଉ ଏ ଡହ ଡହ ଖରାରେ ଭାଇନାଙ୍କ ହାତର ପାଣି ଯେମିତି ଆମ ବାଡିର ଗଛ ମାନଙ୍କ ପାଇଁ ସଞ୍ଜୀବନୀ।